আজি ହେଉଛି ପଣା ସଂକ୍ରାନ୍ତି ଓଡ଼ିଆ ମାନଙ୍କର ନବବର୍ଷ। ଆଉ କ'ଣ ରହିଛି ମହତ୍ତ୍ୱ ଆସନ୍ତୁ ଜାଣିବା। ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନକୁ ହନୁମାନ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ନବବର୍ଷ ଉପଲକ୍ଷେ ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ଆଜିଠାରୁ ପ୍ରଚଳନ ହୋଇଥାଏ। ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଥିବାରୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଆଉ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଅନେକ ସ୍ଥାନରେ ଝାମୁଯାତ୍ରା ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ବର୍ଷର ପ୍ରଥମ ସଂକ୍ରାନ୍ତି ବୋଲି କୁହାଯାଏ। ଏହାକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଆଜିଠାରୁ ସୂର୍ଯ୍ୟଦେବ ଏକ ମାସ ପର୍ଯ୍ୟନ୍ତ ମେଷ ରାଶିରେ ଅବସ୍ଥାନ କରିବେ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଭୋଗ ହୋମ ଆଦି କରାଯାଇଥାଏ। ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆ ପଣା ପିଇ ନୂତନ ବର୍ଷ ପାଳନ କରିଥାନ୍ତି। ଆଜି ପ୍ରତ୍ୟେକ ଓଡ଼ିଆ ଘରର ତୁଳସୀ ଚଉରାରେ ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଓଡ଼ିଆଣୀମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଛାମୁଣ୍ଡିଆ କରି ପଣା ଭର୍ତ୍ତି ଏକ ଛୋଟ ମାଠିଆ ବା ଠେକି ବାନ୍ଧିଥାନ୍ତି। ଏଥିରେ ଛୋଟ ଛିଦ୍ରଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ। ଏହାକୁ ବସୁନ୍ଧରା ଠେକି ମଧ୍ୟ କୁହାଯାଏ। ଆଜିଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିବେ। ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଧାରୀଙ୍କ ଦଣ୍ଡଯାତ୍ରା ସମାପନ ହୋଇଥାଏ। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ। ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି। ଆଜି ଚଣ୍ଡୀ ସାରଳା ବିରଜା ଆଦି ମନ୍ଦିରମାନଙ୍କରେ ଝାମୁ ଯାତ୍ରା ପାଳନ କରାଯାଏ। ବ୍ରତଧାରୀମାନେ ମାନସିକ ପୂରଣ କରିବା ପାଇଁ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ବ୍ୟୁରୋ ରିପୋର୍ଟ ନ୍ୟୁଜ୍ 95 ଓଡ଼ିଆ। देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्य भूलंतु।